ଶଳା କାହା ଘର ବେଇଟା? ପଣ୍ଡିତ ରତ୍ନ ପଣ୍ଡିତ ଜୁହାର ପଣ୍ଡିତ। ଏ ହାବିଲଦାର ରାଉ ଆଜ୍ଞା ତମେ କଣ ଏତେ ରାତିରେ ମୋ ଘରେ? କଣ କରିବି ପଣ୍ଡିତ? ଥାନାରେ ମାଓବାଦୀ ହାମଲା, ଖାଲି ବୋମା ଫୁଟୁଛି ବୋମା। ବେଳା ଖରାପ ପଡ଼ିଗଲା ନା କଣ? ଆପଣ ମୋର ଭବିଷ୍ୟବାଣୀ କରି କହିଥିଲେ ଏଇ ସପ୍ତାହରେ ମୋର ଜନ୍ମଦିନ ଅଛି। ଅଳ୍ପକେ ବଞ୍ଚିଗଲି ପଣ୍ଡିତ। ସାଇକେଲ ପେଲି ପେଲି ହେଇ ଧଇଁ ସଇଁ ହେଇ ଆସୁଥିଲି, ଜୀବନ ବିକଳରେ ଆସି ତମରି ଘରେ ପଶିଗଲି, ଶଳା ପମ୍ପଚର ହେଇଗଲା। ହେଠି କଣ କରିବି? ଜୀବନ ବିକଳରେ ଆସି ତମରି ଘରେ ପଶି ଯାଇଛି। ପଣ୍ଡିତଙ୍କ କଥାକୁ ତମେ ବିଶ୍ୱାସ କରିଥିବାରୁ ତମ ବେଳା ଭଲ ପଡ଼ିଛି। ଆଜ୍ଞା ବିଶ୍ୱାସ କରିବେନି ପଣ୍ଡିତ, ମିଛ କାହିଲି ଲାଭ କଣ? ଏ ଆପଣ ମୁଁ ଗୋଟେ ଠକ ପଣ୍ଡିତ ବୋଲି ଭାବୁଥିଲି। ଆପଣଙ୍କ କଥାକୁ ମୋର ଚାରଣାଏ ଅଣାଏ ପାହୁଲାଏ ବି ବିଶ୍ୱାସ ନଥିଲା। ପଣ୍ଡିତଙ୍କୁ ନିନ୍ଦା କଲେ ନରକରେ ପଡ଼ନ୍ତି। ପଣ୍ଡିତଙ୍କ କଥାକୁ ଅବିଶ୍ୱାସ କଲେ ବେଳା ଖରାପ ପଡ଼ିଯାଏ। ଆପଣ ମୋର ଗୁରୁ ହେଇଗଲେ ପଣ୍ଡିତ। ଆପଣଙ୍କ ପାଣ୍ଡିତ୍ୟର ଚାକ୍ଷୁଷ ପ୍ରମାଣ ଉଠ ଉଠ ଭକ୍ତ ଉଠ। ଆଜ୍ଞା ତୁମେ ପଣ୍ଡିତଙ୍କୁ କୃପା ଲାଭ କରିଛ। ଚିନ୍ତା ବାପା ମହାବାଦୀ ମାନେ ସହର ଭିତରକୁ ପଶି ଆସିଛନ୍ତି। ଅଫିସ ବନ୍ଦ କରି ଶୀଘ୍ର ଆସ। ଶଳା ସେଠୁ ଆସି ଏଠି ପଶିଗଲି। ଶଳା ମାଓବାଦୀ ମାନେ ସହର ଭିତରେ ପଶିଲେଣି। ଏ ହାବିଲଦାର ତୁମେ ତମର ଯାଅ, ମୁଁ ମୋ ଦୋକାନ ବନ୍ଦ କରିବି। ପଣ୍ଡିତ ମୁଁ ଯିବି ଏବେ କୁଆଡେ? ଘରକୁ ତୁମେ ଯିବ। ଘରକୁ ଯିବାକୁ ବାଟ କାହିଁ? ମତେ ପୁଲିସ ଡ୍ରେସରେ ପାଇଲେ ଛାଡ଼ିବେ? ପୁରା ଚତୁର୍ମାସିଆ କରିଦେବେ। ପଣ୍ଡିତିଆ ଭାବି ମତେ କଣ ଛାଡ଼ିଦେବେ? ସେ ଶଳାଙ୍କର କଣ ଦୟା ମାୟା ଅଛି? ମୋ 14 ଭୁବନ ବଇଁଶୀ ବଜେଇ ଦେବେ। ସର୍ଟ କି ନାହିଁ ପୈତୃକ ପ୍ରାଣଟା ଠୋ କି ନାହିଁ ଢୋ ହେଇ ପାର୍ସଲ ଅସୁବିଧା କରିଦେଲେ ତ। ପଣ୍ଡିତ କଣ କଣ ଜଷ୍ଟ ଆଜି ରାତିଟା ଟିକେ ଆପଣଙ୍କ ଘରେ ମତେ ଜଷ୍ଟ ଆଡଜଷ୍ଟ କଥା କୁହ ନା। ଆଉ ମୁଁ ମୋ ସଂସ୍ଥା ସମ୍ଭାଳିଛି। ମୋ ଝୁଅ ମୋ ସଂସ୍ଥାକୁ ସମ୍ଭାଳିବା ଦିନଠାରୁ ମୁଁ ପୁରା ଏକଦମ ଶାନ୍ତିରେ ନିଶ୍ୱାସ ନେଉଛି। ଆଚ୍ଛା ପଣ୍ଡିତ ଆପଣଙ୍କ ଝିଅ କଣ ଆପଣ ଭଳିଆ ମୁହଁ ଦେଖି ସବୁ ସତ କଥା କହୁଛି? ମୁଁ ହେଲି ପଣ୍ଡିତ ଗୌରବ ପଣ୍ଡିତ ରତ୍ନ ଶ୍ରୀ ଶ୍ରୀ ତାରେଶ୍ୱର ତିଆରି। ସେଇଟା ମୁଁ ଜାଣିଛି। ଆଉ ମୋ ଝିଅ ପାଣ୍ଡିତ୍ୟରେ ଅଳଙ୍କାର, ପାଣ୍ଡିତ୍ୟର ଅଳଙ୍କାର, ପାଣ୍ଡିତ୍ୟରେ ହୀରା ନୀଳା, ପାଣ୍ଡିତ୍ୟରେ ମୋତିମାଣିକ, ଆଉ ପାଣ୍ଡିତ୍ୟରେ ସ୍ୱର୍ଣ୍ଣ ଖଚିତ, ପାଣ୍ଡିତ୍ୟରେ ସ୍ୱର୍ଣ୍ଣ ମନ୍ଦିର, ତାଜମହଲ, ଇଣ୍ଡିଆ ଗେଟ୍। ମତେ ଥଟ୍ଟା କରୁଛ? ନାଇଁ ଆପଣ ବି ମତେ ଠୋ କିନା କରି ଢୋ କରୁଛନ୍ତି। ମୋ ଝିଅର ପାଣ୍ଡିତ୍ୟ ବିଷୟରେ ତମେ କଣ ଜାଣିଛ? ନାଇଁ ପଣ୍ଡିତ ଏଇଆ ଜାଣୁଛି, ଶଳା ଏତେ ପାଣ୍ଡିତ୍ୟ ଯାହାଠି ପ୍ରେମରେ ହେଇଥିବ ସେ ଉଛୁଳା ନଈ। ସେଇ ଉଛୁଳା ନଈର ଗଭୀରତା କେତେ ମୁଁ ତା ବାପ ହେଇକିରି ଏପର୍ଯ୍ୟନ୍ତ ଜାଣିପାରିଲିନି। ଜାଣିପାରିଲନି? ତାହେଲେ ସିଏ 1001 ମାନେ ମୁଁ 1001 ଫିସ୍ ନେଉଥିଲା ବେଳେ ସେ 2002 ଫିସ୍ ନେଉଛି। 2002? ଆଉ ସେ ସଂସ୍ଥା ସମ୍ଭାଳିବା ଦିନଠାରୁ ମୁଁ 2ଟା ଆପଏଣ୍ଟମେଣ୍ଟ କରିଦେଇଛି। ଉପରେ ତା ସଂସ୍ଥା, ତଳେ ମୋ ସଂସ୍ଥା। ବଢିଆ। ହେଇଟି ବଢିଆ କଣ? ନା ନା ବାପ ଝିଅ 2 ଜଣ ମିଶି ପାର୍ଟନରସିପରେ ସଂସ୍ଥାଟା ଖୋଲି ଦେଇଛ। ମୁହଁ ଦେଖି ଭବିଷ୍ୟବାଣୀ ସେ କହିଦଉଛି। ଆଉ ତା ପ୍ରତିକାର ମଧ୍ୟ ସେ କରିଦଉଛି। ପୁରା ଟ୍ରେନିଂ ନେଇଛି। ପୁରା ଟ୍ରେନିଂ ନେଇଛି। ଆଚ୍ଛା ପଣ୍ଡିତ ଯଦି ଏତେ ସବୁ କାମ ତମ ଝିଅ କରିଦଉଛି, ତମ ଝିଅର ସଂସ୍ଥାଟା ଏବେ ଖୋଲା ଅଛି? 24 ଆୱାର୍ସ ଖୋଲା, ପୁରା ଖୋଲା। ଆଚ୍ଛା ଏବେ ଫିସ୍ ଦାଖଲ କରିହେବ? ତଳେ ମୋ ପାଖରେ ଫିସ୍ ଦାଖଲ କରିବ, ଉପରେ ତା ପାଖରେ ଆପଏଣ୍ଟମେଣ୍ଟ ପାଇବ। ଆଚ୍ଛା ପଣ୍ଡିତ ବୋର୍ଡିଂ ଫୋର୍ଡିଂ ବ୍ୟବସ୍ଥା ଅଛି? ଏଇଟା କଣ ଧର୍ମଶାଳା? ନାହିଁ। ଅଧ ଘଣ୍ଟା କୋଚିଂ। ଆଚ୍ଛା ଘଣ୍ଟାଏ କୋଚିଂ ନେଲେ ଫିକ୍ସ ଲାଗିବ ଆହୁରି ଏକ୍ସଟ୍ରା। କେତେ? କିନ୍ତୁ ମ୍ୟାରେଜ ହେଇଥିଲେ ନଟ୍ ଆଲାଉ। ମ୍ୟାରେଜ ହେଇଥିଲେ ନଟ୍ ଆଲାଉ। ବ୍ୟାଚଲର ହେଇଥିଲେ ଆପୋଷ୍ଟ ଆପଏଣ୍ଟମେଣ୍ଟ ଅଛି। ବହୁତ ଆପଏଣ୍ଟମେଣ୍ଟ ଅଛି। ଆଚ୍ଛା ପଣ୍ଡିତ ଗୋଟେ ଭୁଲ ହେଇଗଲା। ହାଫ୍ ମ୍ୟାରେଜ ହେଇଥିଲେ? ହାଫ୍ ମ୍ୟାରେଜ କଣ ମାନେ ଅଧା ବାହା ହେଲେ ଆପଏଣ୍ଟମେଣ୍ଟଟା ଅଛି ନା ନାହିଁ? ସେଇଟା କି ପ୍ରକାର ବାହା? କାହିଁ କାନ୍ଦିଲନି? କଣ କହିବି ପଣ୍ଡିତ, ମୁଁ ଗୋଟେ ଝିଅକୁ ସିନ୍ଦୁର ଦେଇ ବାହା ହେଇଥିଲି, ତା ସାଙ୍ଗରେ ହାତ ଗଣ୍ଠି ପଡ଼ିନି, ବେଦିରେ ବସିନି, ନା ହନିମୁନ୍ ବି ହେଇନି। ତାପରେ ତା ବୋପା କଥାରେ ସେକେଣ୍ଡ ହ୍ୟାଣ୍ଡ ହେଇଗଲା। ଆଚ୍ଛା ଏ ପ୍ରକାର ଅଛି କି? ହଁ ଅଛି ଅଛି। ମୋ ଝିଅକୁ ମୁଁ ପଚାରା ମୋ ବାଇଲରେ ଏଭଳି ପ୍ରକାର ପରିସ୍ଥିତିର ବ୍ୟବସ୍ଥା ଅଛି କି ନାହିଁ? ବୁଝିଲେ କହିବେ। ବୁଝିଲେ କହିବି। କଣ କହିବି ପଣ୍ଡିତ, ସେ ଝିଅ ମତେ ବିଟ୍ରେ କଲା ଦିନରୁ ତା ପାଇଁ ମୁଁ 6 ବାରରେ ଲୁହ ଢଳି ସାରିଲିଣି। 6 ମାସ ହେଲା ମୁଁ ଖାଇନି। ବଞ୍ଚିଛ କେମିତି? ମତେ ପଚାରୁଛ ମୁଁ କେମିତି ବଞ୍ଚିଛି? ବେ ସେ କଣ ବୁଝିପାରୁନ ନା? ପବନ ହାର କରି ଡିସାଇଡ୍ କରିଦେଲି ଦାନାଦାର ଖାଇ ସୁଇସାଇଡ୍ କରିଦେଲି। ତାପରେ ମାଇଣ୍ଡ ମେକଅପ୍ କଲି ସେଗୁଡ଼ାକ ଖାଇବି ନାହିଁ, ଖାଇଲେ କଲିଜା ଚାଲୁଣି କରିଦେବ, ମୁଁ ଛଟପଟ ହେଇ ମରିଯିବି। କଣ ମାଇଣ୍ଡ ମେକଅପ୍ କଲ ମତେ ଟିକେ ରାଗ କହିଲ? କଣ ଆଉ ମାଇଣ୍ଡ ମେକଅପ୍ କରିବି? ଛି କରିଦେଲି ସେଟା। ଗୋଇଠା ମାଇଲନି ତା ମୁହଁକୁ। ହ୍ୟାଲୋ ଡାର୍ଲିଂ। ସେଇଠି ବ୍ରେକ୍ ମାରେ, ସେତିକିରେ ଆକ୍ସିଡେଣ୍ଟ ଆଗକୁ ହବାର ସମ୍ଭାବନା ନାଇଁ ବାପା, ଆକ୍ସିଡେଣ୍ଟ ଜମା ହବନି। ତମେ ଫିକ୍ସ କର, ରିସିପ୍ଟ କାଟ, ମୁଁ ଆପଏଣ୍ଟମେଣ୍ଟ କରୁଛି। ହେଇ ପାରିବନି, ସେଟା ହାଫ୍ ମ୍ୟାରେଜ। ମୁଁ କଣ ଫୁଲ ମ୍ୟାରେଜ? ମୁଁ କଣ ହାଫ୍ ମ୍ୟାରେଜ? ମନ୍ଦିରରେ ବାହା ହେଇଛି ସିନା, ହାତ ଗଣ୍ଠି ପଡ଼ିନି କି ବେଦିରେ ବସିନି କି ହନିମୁନ୍ ମୋର ହେଇନି। ବେଳା ଖରାପ କରିଦେଲା। ମୁଁ ତ ଗୁମରକୁ ଚାପିକି ରଖିଥିଲି, ତୁ ତାକୁ ଫିଟେଇ ଦେଲୁ। ବାପା
ତମେ ତ ମୁହଁ ଦେଖି ସବୁ ସତ କଥା କହିଦିଅ। ଏ ବାବୁ ଭଲ କି ମନ୍ଦ ତାଙ୍କ ମୁହଁ ଦେଖି ସତ କଥା କହିଦଉ। ଶୁଆ ଜାଣିଛି ବୋଲି ତ କହୁନି। କହୁନା ପଣ୍ଡିତେ ଆପଣ ମୋ ବିଷୟରେ କ'ଣ ସବୁ ଜାଣିଛନ୍ତି? 15 ଦିନ ଭିତରେ ତମର ଆକ୍ସିଡେଣ୍ଟ ହବ। ପଣ୍ଡିତେ ମୁଁ ମରିବି ନା ବଞ୍ଚିବି? ମୁଣ୍ଡଟା ତମର ରାସ୍ତାରେ ବେସର ବାଟିଲା ଭଳିଆ ବାଟି ହେଇଯିବ। ତମ ଗୋଡ଼ ହାତ ସବୁ ରାସ୍ତା ଚାରିଆଡ଼େ ଖିଲମିଲ ହେଇକିରି ପଡ଼ିବ। ମେହେନ୍ତର ତମକୁ ନେଇକିରି 5 ଦିନ ପୋଷ୍ଟମର୍ଟମ ଘରେ ରଖିବ। 6 ଦିନ ବେଳକୁ ସଫା କରିବ। ତମେ ବେଳା ଖରାପ ପଡ଼ିଯିବ। ହେଇଯାଇଥିବ ରେ ପଣ୍ଡିତେ। ମୋ ପୈତୃକ ପ୍ରାଣଟା ଠୋ କି ନାହିଁ ଢୋ ହେଇଯିବ ପଣ୍ଡିତେ। ବଞ୍ଚେଇ ଦିଅ। ଏ ବାହୁଡ଼ି ସଜାଡ଼ି ଦିଅ ହେ। ଆଉ କୋକେ ସଜାଉନି ସେଇଠି ଛିଡ଼ା ହୁଅ। ମୁଁ ତମ ମୁହଁ ଦେଖି ସବୁ ସତ କଥା କହିଦେବି। ଝୁଅ କହିବି। ସିଧା ଛିଡ଼ା ହୁଅ। ହଁ ଠିଆ ହେଲି। ମୋ ଆଖିରେ ଆଖି ମିଶାଅ। ମିଶେଇଲି। ତମର ଏଇ 15 ଦିନ ଭିତରେ ମରିବା କଥା କୁହନା ବୋପା କହିସାଇଲା। ନାଇଁ 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 ମରିବନି। ତମର ଏଇ 15 ଦିନ ଭିତରେ କହି କହୁନ। ତମର ଏଇ 15 ଦିନ ଭିତରେ ହଁ ମୋ ସାଙ୍ଗରେ ହଁ କ'ଣ ହବ? ବାହାଘର ହବ। ଆଉ ଆମେ ହନିମୁନ କରିବାକୁ ଚାଲିଯିବା। କୁଆଡ଼େ ଯିବା? ଦାର୍ଜିଲିଂ। ବଢ଼ିଆ ହବ। ଆଉ ଦାର୍ଜିଲିଂ ରୁ ଫେରିଲେ ନନ୍ଦ ଘର ହବ କାନର ଉତ୍ସବ। তো গণনা ভুল। তো গণনা ନାଇଁ 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 ବାପା ମୋ ଗଣନା ଜମା ଭୁଲ ନୁହେଁ। ବ୍ରେକ୍ କାନ ମାରୁଛ। ସବୁ ଗଣନା ଭୁଲ। ଆଜିଠୁ ହାବିଲଦାର ବାବୁଙ୍କ ସହିତ ମୋର ଆପଏଣ୍ଟମେଣ୍ଟ ହେଇଗଲା। ବାପା ମୁଁ ଏବେ ଆସୁଛି। ବାଏ ବାଏ। ଚାଲ। ইরে হে এই হাবিলদার কোন সেদিন মন্দিরের মো ঝিও মুন্ডরে সিন্দুর দিতলা। না 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 এ কথা যদি হইতা তাহলে মু কথা বি করে দেবিনি। বেড়া খারাপ করে দেবি।